କାଲି ରାତି ଆଜ୍ଞା ଆମେ ମୁଁ ଶୋଇଥିଲି ଘର ପାଖରେ। ଆମର ଜଣେ ମା ଆସିକି ରାତି 2:30 ବେଳକୁ ସେ ସବୁ ପୋଛାପୋଛି କରନ୍ତି। ସିଏ ଆସି ଦେଖିଲା ବେଳକୁ ସବୁ ତାଲା ଭଙ୍ଗା ଯାଇଛି। ଆଗେ ଜଗନ୍ନାଥ ମନ୍ଦିର ସେ ଦେଖିଲେ, ତାପରେ ସବୁ ମନ୍ଦିର ଦେଖିଲା ବେଳକୁ ତାଲା ଭାଙ୍ଗିଲେ। ସେ ଆଗେ ନନାଙ୍କୁ ଡାକିଲେ, ନନା ଉଠିଲେ, ସେ ଜିନିଷ ଦେଖିଲେ। ଆଉ ଅନ୍ୟ ଭାଇମାନେ ଡାକିଲେ, ସବୁ ଆସି ଦେଖିଲା ବେଳକୁ ସବୁ ହୁଣ୍ଡି, ଆମର 5ଟା ହୁଣ୍ଡି ଯେଉଁ ଦକ୍ଷିଣା ବାକ୍ସ, ସେ ଜିନିଷ ନାହିଁ, ସେ ପଳେଇଛି। ଆଉ ଲକ୍ଷ୍ମୀ ମାଙ୍କର ଯେଉଁ ରୂପାର ମୁକୁଟଟା ସିଏ ବି ନାହିଁ। ଆଉ ଜଗନ୍ନାଥଙ୍କର ଟିକିଲି 4ଟା ଥିଲା, ସିଏ ବି ନାହିଁ। ଆଉ ଏଇଭଳି ସବୁ ଜିନିଷ ଚୋରି ହେଇଯାଇଛି। ଆଉ ଆନୁମାନିକ କେତେ ଟଙ୍କାର ହେବ ଆଜ୍ଞା ଯାହାର 4-5 ଲକ୍ଷ ଭଳିଆ ହେବ ସବୁ ମିଶିକି। ଆଉ ଆଜ୍ଞା ଆଶା କରୁଛନ୍ତି କେଉଁ ଅଞ୍ଚଳରେ ମାନେ କିଏ ଏଥିରେ ସମ୍ପୃକ୍ତ ଥିଲେ? ସେମିତି ତ ଆମେ କହିପାରୁନାହାନ୍ତି। ତାର ବର୍ତ୍ତମାନ ଆମେ ଦେଖିଲା ବେଳକୁ ସେଇ ବିଲ ଭିତରେ ଯାଇକି ପଡ଼ିଛି ଆଜ୍ଞା। ଆମର ହୁଣ୍ଡି ବାକ୍ସର ସେଠି ବି ପଡ଼ିଛି। ଆମେ ସନ୍ଦେହ କରୁଛୁ ସେଇପଟ ଲୋକ ଦେଖିକି କିଏ ଯାଇଛନ୍ତି ବୋଲି, ଏଇଭଳିଆ। ଆଉ ଥାନାରେ ଅଭିଯୋଗ ହେଲା? ହଁ ଯାଇଛନ୍ତି, FIR ଦେବା ପାଇଁ ଯାଇଛନ୍ତି। ଚୋରି ହେଇଛି। ମାଆଙ୍କ ମୁକୁଟ ନାହିଁ, ଟିକିଲି ନାହିଁ, ହୁଣ୍ଡିର 4-5 ଲକ୍ଷ ଟଙ୍କା ନାହିଁ। ଏଇଭଳିଆ ମାସକୁ 5 ଲକ୍ଷ ହୁଏ, ତା'ମାନେ ହୁଣ୍ଡିର ସେ 5 ଲକ୍ଷ ହେଇଥିବ, ସେ ତା'ର ନାହିଁ। ଠାକୁରଙ୍କ ମନ୍ଦିରରେ ରାତିରେ କିଏ ରୁହନ୍ତି ଏଠି? ଏଠି ଆଜ୍ଞା କି ମନ୍ଦିରର ନନା ଏଠି ଜଣେ ଶୋଇଥିଲା, ଆଉ ଜଣେ ନଥିଲା। ସେ ଯାଇଥିଲା ଯଜ୍ଞ କରିତେ।